ଯେ ଯେଉଁମାନେ ପ୍ରେସ୍ ମିଟ୍ କରୁଛନ୍ତି ସେମାନଙ୍କର କୌଣସି ନା କୌଣସି ଜାଗାରେ ଅଧ୍ୟୟନର ଅଭାବ ଅଛି। ନହେଲେ ଦେଉଳରେ କିଏ ନା ମୁଁ କଦଳୀ ଖାଇ ନାହିଁ ସେଇ ପ୍ରକାର କଥା। କାରଣ ଜଷ୍ଟିସ୍ A.S. ନାଇଡୁ ଏ ଘଟଣା ଯେତେବେଳେ ପ୍ରଘଟ ହେଲା ସେ ଗଣମାଧ୍ୟମ ସାମ୍ନାରେ ଆସିକରି କହିସାରିଛନ୍ତି ଯେ କମିଶନ ରିପୋର୍ଟର ଗୋଟିଏ କପି ମୁଁ ସରକାରଙ୍କୁ ଦେଇଥିଲି 2ଟି ଭଲ୍ୟୁମରେ 1500ରୁ 2000 ପୃଷ୍ଠା ପର୍ଯ୍ୟନ୍ତ ଟୋଟାଲ ରିପୋର୍ଟ 2ଟି ଭଲ୍ୟୁମରେ ସେ ଦେଇଥିଲେ ସରକାରଙ୍କୁ। ଯଦି ଗୋଟିଏ ଭଲ୍ୟୁମରେ ଗୋଟିଏ କପି ସେ ଦେଲେ ତାହେଲେ ବିଜୁ ଜନତା ଦଳ 8 ବର୍ଷ କାଳ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖିକିରି ସେଟାକୁ କ'ଣ 3ଟା ଭଲ୍ୟୁମ କରିକି 3ଟା ଜାଗାରେ ରଖିଥିଲା? ଯଦି 3ଟା ଜାଗାରେ ରଖିଥିଲା ତାହେଲେ ତାଙ୍କ ଦଳର ଯେ ବର୍ତ୍ତମାନ ବିରୋଧୀ ଦଳର ନେତା ଅଛନ୍ତି ଯିଏ ମୁଖ୍ୟମନ୍ତ୍ରୀ ଥିଲେ ଯାହାଙ୍କ ପାଖରେ 2016 ମସିହା ଅକ୍ଟୋବର ମାସ 19 ତାରିଖରୁ 2024 ମସିହା ଜୁନ 4 ତାରିଖ ପର୍ଯ୍ୟନ୍ତ ଫାଇଲ ରହିଥିଲା ବୋଲି ରିପୋର୍ଟରୁ ଜଣାପଡ଼ୁଛି। ସେ କଥାକୁ ସାର୍ବଜନୀନ କରିଥାନ୍ତେ। ସେ କଥାଟାକୁ ନ କହିକିରି ତାଙ୍କର ପିଏସ୍ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ବାବୁଙ୍କର ପିଏସ୍ 2025 ନଭେମ୍ବର 15 ତାରିଖ ଦିନ ଓଡ଼ିଶା ସରକାରଙ୍କୁ ଚିଠି ଲେଖିକିରି କହିଲେ, ଯେତେବେଳେ ତାଙ୍କୁ ବାରମ୍ବାର ଚିଠି ଲେଖାଗଲା ଯେ ଫାଇଲ କୁଆଡ଼େ ଗଲା ଫାଇଲ କୁଆଡ଼େ ଗଲା ଆପଣଙ୍କ ପାଖରେ ଯଦି କିଛି ଖବର ଅଛି ଦିଅନ୍ତୁ, ସେତେବେଳେ ସେ କହିଲେ ଯେ ବିରୋଧୀ ଦଳର ନେତା କୁଆଡ଼େ ତାଙ୍କ ପିଏସ୍କୁ କହିଛନ୍ତି ଯେ ଫାଇଲ କୋଉଠି ଯଦି ଅଛି ଟିକେ ଖୋଜାଖୋଜି କରନ୍ତୁ। ଯଦି ଫାଇଲ ଥିଲା ଫାଇଲ ଅମୁକ ଜାଗାରେ ଅଛି ସେ କଥା କହିପାରିଥାନ୍ତେ, କାରଣ ଅଧିକୃତ ବ୍ୟକ୍ତି ସିଏ ଥିଲେ। ତ ସେ କଥା ସିଏ ନ କହିକିରି ସେ କହୁଛନ୍ତି ସରକାରଙ୍କୁ ଯେ ଆମକୁ ବିରୋଧୀ ଦଳର ନେତା କହିଛନ୍ତି ଫାଇଲ ଖୋଜିବା ପାଇଁ। ଏ କଥା କ'ଣ ବିଜୁ ଜନତା ଦଳର ଯେଉଁମାନେ ପ୍ରେସ୍ ମିଟ୍ କରୁଛନ୍ତି ଏ ବିଷୟରେ ଅଧ୍ୟୟନ କରିକି ଆସୁନାହାନ୍ତି, ଏମିତି ଅଜ୍ଞ ହୋଇକରି ଏ ପ୍ରକାର ପ୍ରେସ୍ ମିଟ୍ କରୁଛନ୍ତି? ଲୋକ ଦେଖୁଛନ୍ତି। ଏ ପ୍ରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଚେଷ୍ଟା ନ କରନ୍ତୁ। 8 ବର୍ଷ କାଳ କାହିଁକି ଫାଇଲ ରଖିଥିଲେ ପାଖରେ? କ'ଣ ପାଇଁ ସାର୍ବଜନୀନ କଲେ ନାହିଁ? କ'ଣ ପାଇଁ ତା ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ? ଏକଥା ମଧ୍ୟ ଲୋକ ବିଜୁ ଜନତା ଦଳ ସରକାର ଠାରୁ ଅପେକ୍ଷା କରିଛନ୍ତି। ଏବଂ ଦ୍ୱିତୀୟ କଥା, ମୁଁ ଆଉ ଗୋଟେ ଉଦାହରଣ ମଧ୍ୟ ଦେବା ପାଇଁ ଚାହେଁ। 1993 ମସିହାରେ ପୁରୀରେ ଦଳ ଚକଟା ହେଇଥିଲା ଏବଂ 6 ଜଣଙ୍କର ଦେହାନ୍ତ ହେଇଥିଲା। ଗୋଟେ କମିଶନ ବସିଥିଲା, କମିଶନ ରିପୋର୍ଟ ଦେଇଥିଲା ଏବଂ ସେ କମିଶନ ରିପୋର୍ଟ ହଜିଥିଲା ବୋଲି ଏଇ ବିଜୁ ଜନତା ଦଳ ସରକାର 2006 ମସିହାରେ ଜଷ୍ଟିସ୍ PK ମହାନ୍ତି କମିଟି ବସେଇଥିଲେ। କାହିଁକି ବସେଇଥିଲେ? ସେ ତ 3ଟା ଜାଗାରେ ତାଙ୍କର କମିଟିର କମିଶନ ରିପୋର୍ଟ ଥାନ୍ତା, 3ଟା ଜାଗାରେ ଖୋଜିଥାନ୍ତେ। 3ଟା ଜାଗାରେ ନ ଖୋଜିକିରି କାହିଁକି କମିଶନ ବସେଇଥିଲେ ତାର ଉତ୍ତରତା କମ୍ ସେ କମ୍ ତ ବିଜୁ ଜନତା ଦଳର এই ତଥାକଥିତ ସ୍ପୋକ୍ସପର୍ସନ ମୁଖପାତ୍ର ମାନେ ଦେବାର ଆବଶ୍ୟକତା ଅଛି। ଆଉ ଗୋଟେ କଥା, ଗତକାଲି ବି ଆପଣ ଦେଖିବେ ଯେ ପ୍ରସନ୍ନ ଆଚାର୍ଯ୍ୟ ସମାନ କଥା କହିଲେ ଯେ ସରକାରଙ୍କୁ କିଏ ବାଟ ଉଗାଳୁଛି ଯେ ପ୍ରକୃତରେ ତଦନ୍ତ କରିବା ପାଇଁ। ସରକାର ତ ନିଜେ ଶାସନ ଅଛନ୍ତି, ମୁଖ୍ୟମନ୍ତ୍ରୀ ତ ନିର୍ଦ୍ଦେଶ ଦେଇଛନ୍ତି, ଚାହିଁଲେ ତ ସେ ହିଁ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରକାଶ କରିପାରିବେ। ଅସୁବିଧା କୋଉଠି ରହୁଛି? ସରକାର ତ FIR ଦେଇଛନ୍ତି ଏବଂ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି। ଯେଉଁ ଭାରତ ବର୍ଷର ନ୍ୟାୟିକ ବ୍ୟବସ୍ଥା ଭିତରେ ଯେମିତି ତଦନ୍ତ ହେବା କଥା ସେ ପ୍ରକାର ତଦନ୍ତ ଚାଲିଛି। ପ୍ରସନ୍ନ ବାବୁ ଜଣେ ବରିଷ୍ଠ ନେତା। ପ୍ରସନ୍ନ ବାବୁ একথা କ'ଣ ଜାଣିନାହାନ୍ତି ଯେ ତଦନ୍ତଟା ଯେତେବେଳେ ହୁଏ ଯେଉଁ ଆଧାରରେ ହେବା କଥା ସେ ପ୍ରକାର ହେବ ବୋଲି? ତେଣୁ ପ୍ରସନ୍ନ ବାବୁ ମଧ୍ୟ କୌଣସି ନା କୌଣସି ଜାଗାରେ ତାଙ୍କ ଦଳର ତତ୍କାଳୀନ ସରକାରକୁ ବଞ୍ଚାଇବା ପାଇଁ ଏ ପ୍ରକାର ବୟାନବାଜି କରୁଛନ୍ତି। ଦେଖନ୍ତୁ, ବିଜୁ ଜନତା ଦଳର ପ୍ରେସ୍ ମିଟ୍ ଦେଖିଲା ପରେ ମୋତେ ଲାଗୁଛି ତାଙ୍କର ଯେଉଁମାନେ ପ୍ରେସ୍ କରୁଛନ୍ତି ସେମାନଙ୍କର କୌଣସି ନା କୌଣସି ଜାଗାରେ ଅଧ୍ୟୟନର ଅଭାବ ଅଛି। ନହେଲେ ଦେଉଳରେ କିଏ ନା ମୁଁ କଦଳୀ ଖାଇନି ଏ ପ୍ରକାର କଥା ସେ କହୁନଥାନ୍ତେ। କଥା ହେଉଛି ଜଷ୍ଟିସ୍ A.S. ନାଇଡୁ ଏ ଘଟଣା ଯେତେବେଳେ
ଚର୍ଚ୍ଚାର ଭିତରକୁ ଆସିଲା। ଜଷ୍ଟିସ୍ ଏସ୍ ନାଇଡୁ ଗଣମାଧ୍ୟମ ସାମ୍ନାକୁ ଆସିକରି ସାର୍ବଜନୀନ ଭାବରେ କହିସାରିଛନ୍ତି ଯେ 2016 ମସିହା ସେପ୍ଟେମ୍ବର ମାସ 16 ତାରିଖ ଦିନ 2ଟି ଭଲ୍ୟୁମରେ 1500ରୁ 2000 ପୃଷ୍ଠାର କମିଶନଙ୍କ ରିପୋର୍ଟ ସେ ସରକାରକୁ ହସ୍ତାନ୍ତର କରିଛନ୍ତି ଗୋଟିଏ ଏବଂ ତାହା ମଧ୍ୟ ଗୋଟିଏ ସେଟ୍। ଏବଂ ସରକାରଙ୍କ ତରଫରୁ କୁହାଗଲା ଯେ ମୁଖ୍ୟ ଶାସନ ସଚିବ ସେଇ 2016 ମସିହା ସେପ୍ଟେମ୍ବର ମାସ 19 ତାରିଖ ଦିନ ଏ କପିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅଫିସକୁ ପଠାଇଲେ। ନବୀନ ବାବୁଙ୍କର ଅଫିସରେ ଅର୍ଥାତ୍ ତତ୍କାଳୀନ ସିଏମ୍ଓରେ ଏ ଫାଇଲ ପାଖାପାଖି 8 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରିକି ରହିଲା। 2024 ମସିହା ଜୁନ ମାସ 4 ତାରିଖରେ ଯେତେବେଳେ ସରକାର ଯାଉଛି ସେତେବେଳେ ସବୁ ଫାଇଲ ଫେରୁଛି, ଏ ଫାଇଲ ଫେରୁନାହିଁ। ଏହାପରେ ଓଡ଼ିଶା ସରକାରଙ୍କ ତରଫରୁ ବାରମ୍ବାର ଚିଠି ଦିଆଗଲା ନବୀନ ବାବୁଙ୍କୁ ଯେ ଫାଇଲ ମିଳୁନାହିଁ, ଯଦି ଏ ଫାଇଲ କୌଣସି ଜାଗାରେ ଆପଣଙ୍କ ପାଖରେ ଅଛି ଆପଣ ଟିକେ ଏ ବିଷୟରେ ଜଣେଇଲେ ଭଲ ହେବ। ତ ସେ ସମୟରେ ନଭେମ୍ବର ମାସ 15 ତାରିଖ 2025 ମସିହାରେ ନବୀନ ବାବୁଙ୍କ ତରଫରୁ ତାଙ୍କ ପିଏସ୍ ଓଡ଼ିଶା ସରକାରଙ୍କୁ ଚିଠି ଲେଖିକରି ଜଣେଇଲେ ଯେ ନବୀନ ବାବୁ ତାଙ୍କୁ କହିଛନ୍ତି ଏ ଫାଇଲ ଯଦି କୋଉଠି ଆମ ପାଖରେ ଥିବ ଆମେ ଟିକେ ଖୋଜ। ନବୀନ ବାବୁ ସେତେବେଳେ କହିପାରିଥାନ୍ତେ ଯେ ନାଇଁ ନାଇଁ ଏ ଫାଇଲ ଗୋଟିଏ ମୋ ପାଖରେ କେବଳ ନାହିଁ, ଅମୁକ ଅମୁକ ଜାଗାରେ ଏ 3ଟା ଜାଗାରେ ଥିବ। ସେତେବେଳେ କାହିଁ କହିଲେ ନାହିଁ ନବୀନ ବାବୁ ତାଙ୍କ ପିଏସ୍ଙ୍କ ଜରିଆରେ? ଆଜି କ'ଣ ପାଇଁ ତାଙ୍କର ମୁଖପାତ୍ର ଏ ପ୍ରକାର କହୁଛନ୍ତି? ଏବଂ ଆଉ ଗୋଟେ ପ୍ରଶ୍ନ ମଧ୍ୟ ଆସୁଛି ଯେ 1993 ମସିହାରେ ନାଗାର୍ଜୁନ ବେଶ ହୋଇଥିଲା। ନାଗାର୍ଜୁନ ବେଶରେ 6 ଜଣ ଦଳା ଚକଟାରେ ମୃତ୍ୟୁବରଣ ହୋଇଥିଲା ପୁରୀରେ ଶ୍ରଦ୍ଧାଳୁଙ୍କର। ତା ଉପରେ ଗୋଟେ କମିଶନ ବସିଥିଲା ଏବଂ ସେ କମିଶନର ରିପୋର୍ଟ ଓଡ଼ିଶା ସରକାରଙ୍କୁ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ପାଖରୁ ସେଟା କୁଆଡ଼େ ହଜିଯାଇଥିଲା। ସେତେବେଳେ ଯଦି 3ଟା ଜାଗାରେ ଥାଆନ୍ତା ଫାଇଲ କମିଶନର ରିପୋର୍ଟ, ତାହେଲେ 3ଟା ଜାଗାରେ ଖୋଜିଥାନ୍ତେ। ଏଇ ବିଜୁ ଜନତା ଦଳ ସରକାର 2006 ମସିହାରେ ନାଗାର୍ଜୁନ ବେଶର ଫାଇଲ କି ଖୋଜିବା ପାଇଁ କ'ଣ ପାଇଁ ପିକେ ମହାନ୍ତି କମିଶନ ବସେଇଥିଲେ? ଏ ସବୁ କଥା ତାଙ୍କର ମୁଖପାତ୍ର ମାନେ ଜାଣନ୍ତୁ, ଅଧ୍ୟୟନ କରନ୍ତୁ, ତାପରେ ଗଣମାଧ୍ୟମକୁ ଆସିକରି ଏ ପ୍ରକାର ବିବୃତ୍ତି ଦେବେ। ନହେଲେ ଓଡ଼ିଶାର ଲୋକ ଭାବିବେ ଯେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏବଂ ନିଜକୁ ଏ ଯେଉଁ ତଦନ୍ତ ଡରରୁ ବଞ୍ଚେଇବା ପାଇଁ ଏ ପ୍ରକାର ନାଟକ ସେମାନେ କରିବା ଆରମ୍ଭ କରିଛନ୍ତି।